ବ୍ୟାସନଗର ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଓ କୋରେଇ ଅଞ୍ଚଳରୁ ବ୍ୟାପକ ଚୋରା ବାଲି ଏବଂ ମାଟି ଚାଲାଣ ସହ ପ୍ରାକୃତିକ ସମ୍ପଦର କ୍ଷୟକ୍ଷତି ଅନୁଧ୍ୟାନ ସକାଶେ ପାଣିକୋଇଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବିପତ୍ର ଦେଲେ ହ୍ୟୁମାନ୍ ରାଇଟ୍ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ଏବଂ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ। ଆପଣ ଜାଣିଥିବେ କିଛି ଦିନ ତଳେ ଯେଉଁ ତହସିଲଦାରକୁ ଯେଉଁ ଗାଡ଼ି ଚଢ଼େଇ ଦେବା ଯେଉଁ ଘଟଣାରେ ଆମେ ଗତକାଲି ଆଡ଼ିସନାଲ ଯେଉଁ ଡିଜି ସଞ୍ଜୟ କୁମାରଙ୍କୁ ମଧ୍ୟ ଆମେ ଭେଟିଥିଲୁ ଏବଂ ତାଙ୍କୁ ମଧ୍ୟ ଏଇ କଥା ବିଷୟରେ ଉଲ୍ଲେଖ କରିଥିଲୁ। ଆଜି ଫ୍ୟାକ୍ଟ ଫାଇଣ୍ଡିଂରେ ଆମେ ଟିମ୍ ଆସିଥିଲୁ। ମୋ ସହିତ ଆମର ବାସୁଦେବ ଭଟ୍ଟ ବି ଅଛନ୍ତି, ସୁଦର୍ଶନ ଦାସ ବି ଅଛନ୍ତି। ଯେଉଁମାନେ ଏଇ ଯେଉଁ ଘଟଣାଟା ଅତି ଗମ୍ଭୀର, କାରଣ ଏଇ ଯେଉଁ କୋରେଇ ଅଞ୍ଚଳରେ ଯେଉଁମାନେ ବୈତରଣୀ ରିଭର ହଉ ବା ଆପଣଙ୍କର ଅନ୍ୟାନ୍ୟ ଯେଉଁ ରିଭର ତ ଏଇଟା ମ୍ୟାସିଭ୍ ଯେଉଁ ବାଲି ମାଫିଆ ମାନଙ୍କର ଯେଉଁ ଦୌରାତ୍ମ୍ୟ ବଢ଼ିଯାଇଛି, ଯେଉଁଥିରେ ସରକାର ସମ୍ପୂର୍ଣ୍ଣ ହାତ ଟେକି ଦେଇଛନ୍ତି। ତାକୁ ମଧ୍ୟ କରାଇଥିଲେ ଯେ ଏ ବାଲି ମାଫିଆ ଦ୍ୱାରା ନେକ୍ସସ୍ ମଧ୍ୟ ଅଛି। ଜୟପ୍ରକାଶ ନାୟକ ବାଲି ମାଫିଆ ଦ୍ୱାରା ନେକ୍ସସ୍ ମଧ୍ୟ ଅଛି। କାରଣ ନଦୀ ବଞ୍ଚିଲେ ଲୋକ ବଞ୍ଚିବେ। ପ୍ରାକୃତିକ ସମ୍ପଦକୁ ଯେମିତି ଏମିତି ଯଦି ତମେ କରିବ, ସାଧାରଣ ଲୋକଟେ କ'ଣ ଆଗକୁ ଭବିଷ୍ୟତରେ କ'ଣ ସେ ପାଇବ, କ'ଣ ସେ ଉପକୃତ ହେବ? ତେଣୁ ଏହାକୁ ନେଇକି ମାନେ ଜନସାଧାରଣ ସହିତ ସରକାର ମଧ୍ୟ ଆକୁ ଗମ୍ଭୀରତା ସହିତ ଚିନ୍ତା କରିବା ଦରକାର। ଏବଂ ଆମେ ଏଇ ଡେଲିଗେସନ୍ ଆସିଛୁ, ଆମେ ତଥ୍ୟ ଆପଣମାନଙ୍କ ମାଧ୍ୟମରେ ଆମେ ବହୁତ ତଥ୍ୟ ପାଉଛୁ। ଆମେ ଆହୁରି ମଧ୍ୟ ଯିବୁ, ସେଇ ଘାଟ ଜାଗାକୁ ଯିବୁ, ସେଇ ଯେଉଁଠି ଇନସିଡେଣ୍ଟ ହେଇଥିଲା ମୀନା ବଜାର ସେଠିକି ଯିବୁ, ଯାଇକି ସବିଶେଷ ତଥ୍ୟ ନେବୁ। ନା ଆଜି ଆକ୍ଚୁଆଲି ଆମର ହ୍ୟୁମାନ୍ ରାଇଟ୍ସ କମିଶନର କୋର୍ ମେମ୍ବର ମନୋଜ ବାବୁ, ସୁଦର୍ଶନ ବାବୁ ଏବଂ ଆମର ବାସୁଦେବ ଭଟ୍ଟ ବାବୁ ଏବଂ ତା ସହିତ କୋରେଇ ଉନ୍ନୟନ ପରିଷଦ ମତ ସେମାନେ ଡାକିଥିଲେ। ମୁଁ ତା ସଭାପତି ସିଦ୍ଧର ଦାସ ଏବଂ ଆମ ସହିତ ବହୁତ ଆମର ଆଡ଼ଭାଇଜର୍ସ ଅନ୍ୟମାନେ ସବୁ ଆସିଛନ୍ତି। ଏଇ ଯେଉଁ ଗତ 2-4 ଦିନ ତଳେ ଯେଉଁ କାର୍ଯ୍ୟକ୍ରମ ହେଲା, ଯେଉଁ ଇନସିଡେଣ୍ଟଟା ଘଟିଲା, ତହସିଲଦାରକୁ ମାନେ ମାରିବା ପାଇଁ ଯେଉଁ ଆକ୍ରମଣ କରାହେଲା ଏବଂ ସେ ମେଡ଼ିକାଲ ବର୍ତ୍ତମାନ ପଡ଼ିଛନ୍ତି ଏବଂ ଧାରାବାହିକ ଭାବରେ ଯେ ଆମର କୋରେଇ ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ଭାବରେ ବାଲି ମାଫିଆମାନେ ମାଟି ମାଫିଆମାନେ ଯେଉଁଭଳି ଇଲିଗାଲ ଭାବରେ କାର୍ଯ୍ୟକ୍ରମ କରାହେଉଛି ବା ଖୋଳୁଛନ୍ତି, ତାକୁ ନେଉଛନ୍ତି, ସିଏ ଗୋଟେ ତାଙ୍କ ପଛପଟେ କିଛି ହାତ ରହୁଛି। ସେ ବାବଦରେ ଆମେ ଆଡ଼ିସନାଲ ଏସ୍ପି ସହିତ ଆଲୋଚନା କଲୁ ଏବଂ ଗତକାଲି ମଧ୍ୟ ସେମାନେ ଏଡିଜି ଅର୍ଡ଼ର ବାବଦ ତାଙ୍କ ସହିତ ଆଲୋଚନା କରିଥିଲେ। କିଭଳି ଭାବରେ ଏଟାକୁ ଟିକେ ଚେକ୍ ଦିଆଯାଇପାରିବ ଏବଂ ଟିକେ ଦୋଷୀ ଦଣ୍ଡ ପାଇବ ଏବଂ ଆଗକୁ ଆଉ ଏଇ ଜିନିଷ ନ ବଢ଼ିବ, ସେ ମଧ୍ୟ ଆଲୋଚନା କଲୁ। ସେ କହିଲେ ମୁଁ ଏ କଥା ନିଶ୍ଚିତ ଆଜି ତାଙ୍କର ମିଟିଂ ଅଛି କଲେକ୍ଟରଙ୍କ ସହିତ, ଏ କଥା ଉଠେଇବି, ଆପଣମାନେ ଟିକେ ସଜାଗ ହୁଅନ୍ତୁ। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।